ନିପୁନ ସପ୍ତାହ ଦିବସ 3 ସାକ୍ଷରତା କାର୍ଯ୍ୟକ୍ରମ। ଆଜି ସେପ୍ଟେମ୍ବର 17 ତାରିଖ। ନିପୁନ ସପ୍ତାହର ଦିବସ 3। ଆଜି ସାକ୍ଷରତା କାର୍ଯ୍ୟକ୍ରମରେ ଶିଶୁ ବାଟିକା, ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ପାଇଁ ଯାହା ସବୁ କରାଯିବ, ଆସନ୍ତୁ ତାହାକୁ ଜାଣିବା। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ, ଯାହାଫଳରେ ଯେଉଁ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଗଳ୍ପ କଥନ। ପିଲାମାନେ ଗପ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବେ। ପିଲାମାନଙ୍କୁ ଗୋଲାକାରରେ ବସାଇ ଗପ ବହିରୁ ଚିତ୍ର ଦେଖାଇବେ। କଣ୍ଢେଇ, ମୁଖା ବିଭିନ୍ନ ଚିତ୍ର ଦେଖାଇ ଶିକ୍ଷକ ଶିକ୍ଷୟିତ୍ରୀ ଗପ କହିବେ। ଗପ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରିବେ। ଛୋଟ ଛୋଟ ପ୍ରଶ୍ନ ମଧ୍ୟ ପଚାରିବେ। କାର୍ଯ୍ୟ 2ରେ ଚିତ୍ର କରିବା ଓ ରଙ୍ଗ ଦେବା। ପିଲାମାନେ ନିଜ ପସନ୍ଦର ଚିତ୍ର କରି ସେଥିରେ ରଙ୍ଗ ଦେବେ। ଚିତ୍ରର ନାମ ଲେଖିବେ। ସେଥିପାଇଁ ସେମାନଙ୍କୁ ଧଳା ଡ୍ରଇଂ ସିଟ୍, ପେନସିଲ୍, ରବର, ସ୍କେଚ୍, ରଙ୍ଗ ଇତ୍ୟାଦି ବ୍ୟବହାର କରିବାକୁ ଦିଆଯିବ। କାର୍ଯ୍ୟ 3ରେ ଆସ କଥା ହେବା। ପିଲାମାନେ ଚିତ୍ର ପୋଷ୍ଟର ଓ ଅନ୍ୟ ଚିତ୍ର କାର୍ଡ଼ ଦିଆଯିବ। ପିଲାମାନେ ଦଳରେ ଭଲ ଭାବରେ ଚିତ୍ରଟିକୁ ଦେଖିବେ। ପିଲାମାନଙ୍କୁ ଚିତ୍ର ବିଷୟରେ କିଛି କହିବାକୁ କହିବେ। ସେମାନେ ଚିତ୍ର ଆଧାରିତ କିଛି ପ୍ରଶ୍ନ ପଚରାଯିବ। ସେମାନେ ଚିତ୍ରକୁ ଦେଖି ତାହାର ଉତ୍ତର କହିବେ। କାର୍ଯ୍ୟ 4ରେ ଚଢ଼େଇ ଫୁର ଖେଳ କରାଯିବ। ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଠିଆ କରାଇ ପକ୍ଷୀଙ୍କ ନାମ କହିଲେ ସେମାନେ ଫୁର ବୋଲି କହିବେ। ପଶୁମାନଙ୍କ ନାଁ କହିଲେ ଚୁପ୍ ରହିବେ। ଯିଏ ଭୁଲ କହିବ ସିଏ ବସି ପଡ଼ିବ। ଖେଳ 2, ଖାଦ୍ୟ ଓ ଅଖାଦ୍ୟ ବିଷୟରେ ଜାଣିବେ। ଶିକ୍ଷକ ଶିକ୍ଷୟିତ୍ରୀ ଖାଦ୍ୟର ଜିନିଷର ନାମ କହିଲେ ପିଲାମାନେ ଖାଇବି ବୋଲି କହିବେ। ଅଖାଦ୍ୟର ନାମ କହିଲେ ପିଲାମାନେ ଚୁପ୍ ରହିବେ। ଯିଏ ଭୁଲ କରିବ ତାକୁ ଖେଳରୁ ଆଉଟ୍ କରାଯିବ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ କାର୍ଯ୍ୟ 1ରେ ଶିକ୍ଷାର୍ଥୀଙ୍କ ଦ୍ୱାରା ଗଳ୍ପ କଥନ। ଶିକ୍ଷାର୍ଥୀମାନେ ଗଳ୍ପ କାର୍ଡ଼ ଦେଖି ଗପ କହିବେ କିମ୍ବା ଆଞ୍ଚଳିକ କାହାଣୀ କହିବେ। କାର୍ଯ୍ୟ 2ରେ ଶବ୍ଦ ଅନ୍ତାକ୍ଷରୀ। ଅକ୍ଷରରୁ ଶବ୍ଦ ଗଢ଼ିବେ। ପିଲାମାନେ ଗୋଲରେ ବସିବେ। ପ୍ରଥମ ପିଲା ଗୋଟିଏ ଶବ୍ଦ କହିବ। ଯେଉଁ ଅକ୍ଷରରେ ଶବ୍ଦଟି ଶେଷ ହେଲା, ଦ୍ୱିତୀୟ ପିଲା ସେହି ଅକ୍ଷରରେ ଗୋଟିଏ ଶବ୍ଦ କହିବ। ଯଦି କହି ନ ପାରିଲା ତେବେ ଖେଳରୁ ଆଉଟ୍ ହେବ ଓ ତୃତୀୟ ପିଲା ପାଖକୁ ଅକ୍ଷରଟି ପାସ୍ କରିବ। ଏହିପରି ଖେଳକୁ ଆଗକୁ ବଢ଼ାଇବେ। କାର୍ଯ୍ୟ 3ରେ ଲେଖ ଓ ଅଭିନୟ। ଶିକ୍ଷକ ଶିକ୍ଷୟିତ୍ରୀ ସିରିଜ୍ ଚିତ୍ର ବା ଚିତ୍ର ଚାର୍ଟ ପିଲାମାନଙ୍କୁ ଦେଖାଇ ସେଥିରେ ଥିବା ଗପ କହିବେ। ଦଳରେ ପିଲାମାନେ ସେହି ଚିତ୍ର ବିଷୟରେ ଆଲୋଚନା କରିବେ ଓ ସଂଳାପ କହିବେ। ଲେଖିଥିବା ସଂଳାପକୁ ନେଇ ଅଭିନୟ କରିବେ। କାର୍ଯ୍ୟ 4ରେ ପଜଲ୍। ପିଲାମାନଙ୍କୁ ଏକାଧିକ ଦଳରେ ଭାଗ କରାଯିବ। ପଜଲ୍ କାର୍ଡ଼ରୁ ପ୍ରଶ୍ନ ପଚରାଯିବ। ପିଲାମାନେ ତାର ଉତ୍ତର ଦେବେ। କାର୍ଯ୍ୟ 5ରେ ଚିତ୍ର କର ଓ ରଙ୍ଗ ଦିଅ। ପ୍ରତି ପିଲାଙ୍କୁ ଡ୍ରଇଂ ସିଟ୍, ପେନସିଲ୍, ରବର, ସ୍କେଚ୍, ବିଭିନ୍ନ ରଙ୍ଗ ଆଦି ଦିଆଯିବ। ସେମାନେ ନିଜ ମନପସନ୍ଦର ଚିତ୍ର ଆଙ୍କିବେ। ଚିତ୍ରରେ ଆବଶ୍ୟକ ରଙ୍ଗ ଦେବେ। ଆଙ୍କିଥିବା ଚିତ୍ର ବିଷୟରେ କିଛି ଶବ୍ଦ ବା ବାକ୍ୟ ଲେଖିବେ। ନିପୁନ ସପ୍ତାହର ଆଜି ସୁଦ୍ଧା ଦିବସ 1, ଦିବସ 2, ଦିବସ 3ର କାର୍ଯ୍ୟକୁ ଆମେ ଜାଣି ସାରିଲେଣି। ଆଗକୁ ଦିବସ 4, ଦିବସ 5ର କାର୍ଯ୍ୟକୁ ଜାଣିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଏହି ନିପୁନ ସପ୍ତାହରେ କିଏ କେଉଁ ରୋଲ ନିର୍ବାହ କରିବେ ସେଗୁଡ଼ିକ ଜାଣିବା ପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ରୋଲ୍ସ ଅଫ୍ ଦ ଟିଚର ଫର୍ ନିପୁନ ସପ୍ତାହ। ଟିଚର ମାନେ ଯେଉଁ ରୋଲ ନିର୍ବାହ କରିବେ ସେଗୁଡ଼ିକ ହେଲା କଣ୍ଡକ୍ଟ ଅଫ୍ ଗ୍ରେଡ୍ ୱାଇଜ୍ ଆଣ୍ଡ ଡେ ୱାଇଜ୍ ଆକ୍ଟିଭିଟି ୱିଥ୍ ଚିଲଡ୍ରେନ୍ ଆଜ୍ ପର୍ ଦ ସିଡ୍ୟୁଲ୍। ସିଡ୍ୟୁଲ୍ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ଗ୍ରେଡ୍ ୱାଇଜ୍ ଏବଂ ଡେ ୱାଇଜ୍ ଆକ୍ଟିଭିଟିକୁ କଣ୍ଡକ୍ଟ କରିବେ। ନମ୍ବର 2ରେ ଟିଚିଂ ଲର୍ଣ୍ଣିଂ ମେଟେରିଆଲ୍ସ ଆଜ୍ ପର୍ ରିକ୍ୱାରମେଣ୍ଟ ଟୁ ବି ୟୁଜ୍ଡ। ଆବଶ୍ୟକ ଅନୁଯାୟୀ ଟିଚିଂ ଲର୍ଣ୍ଣିଂ ମେଟେରିଆଲ୍ସକୁ ବ୍ୟବହାର କରିବେ। ନମ୍ବର 3, ୟୁଜ୍ ଅଫ୍ ଦ ଆଭେଲେବୁଲ୍ ନ୍ୟୁଲି କ୍ରିଏଟେଡ୍ ଆକ୍ଟିଭିଟି କାର୍ଡସ୍, ପଜଲ୍ସ ଆଣ୍ଡ ଷ୍ଟୋରି ବୁକ୍ ଡ୍ୟୁରିଂ ସେସନ୍। ଏହି ସେସନରେ ବ୍ୟବହାର ହେବାକୁ ଥିବା ନୂଆ ଭାବେ କ୍ରିଏଟ୍ କରାଯାଇଥିବା ଆକ୍ଟିଭିଟିଜ୍ କାର୍ଡ଼, ପଜଲ୍ସ, ଷ୍ଟୋରି ବୁକ୍କୁ ବ୍ୟବହାର କରିବେ। ନମ୍ବର 4, ଲାଇବ୍ରେରୀ ବୁକ୍ସ, ଷ୍ଟୋରି ବୁକ୍ସ, ପିକ୍ଚର କାର୍ଡ଼, ଷ୍ଟୋରି ଚାର୍ଟ, ପୋଏମ୍ ପୋଷ୍ଟର, ଲେଟର କାର୍ଡ଼ ଟୁ ବି ୟୁଜ୍ଡ ଆଜ୍ ପର୍ ରିକ୍ୱାରମେଣ୍ଟ। ଆବଶ୍ୟକ ଅନୁଯାୟୀ ଲାଇବ୍ରେରୀ ବହି, ଗଳ୍ପ ବହି, ଚିତ୍ର କାର୍ଡ଼, ଗପ ଚାର୍ଟ, କବିତା ପୋଷ୍ଟର, ଶବ୍ଦ କାର୍ଡ଼ ବ୍ୟବହାର କରିବେ। ନମ୍ବର 5, ଏକ୍ସପ୍ଲେନ୍ ଦ ପ୍ୟାରେଣ୍ଟାଲ ରିପୋର୍ଟ କାର୍ଡ଼ ଟୁ ପ୍ୟାରେଣ୍ଟ ଅନ୍ ଡେ 5। ପଞ୍ଚମ ଦିବସରେ ପ୍ୟାରେଣ୍ଟସମାନଙ୍କୁ ରିପୋର୍ଟ କାର୍ଡ଼କୁ ବିଶ୍ଳେଷଣ କରିବେ।
Roles of headmasters. Ensure preparatory activities at school level for celebration of Nipun Saptah as per the schedule. ସ୍କୁଲ ଲେବୁଲରେ ନିପୁଣ ସପ୍ତାହ ପାଇଁ ସୂଚୀ ଅନୁଯାୟୀ ପ୍ରସ୍ତୁତ ରହିଥିବାର ସୁନିଶ୍ଚିତ କରିବେ। ନମ୍ବର 2, ଏନ୍ସିଓର ଆସାଇନମେଣ୍ଟ ଅଫ୍ ଡ୍ୟୁଟିଜ୍ ଅଫ୍ ଦ ଟିଚର ଆଣ୍ଡ ଆରେଞ୍ଜମେଣ୍ଟ ଅଫ୍ ନେସେସରୀ ମେଟେରିଆଲ୍ସ। ଆବଶ୍ୟକ ଅନୁଯାୟୀ ମେଟେରିଆଲ୍ସ ଟିଚର ବ୍ୟବହାର ପାଇଁ ପ୍ରସ୍ତୁତ ରହିବାକୁ ସୁନିଶ୍ଚିତ କରିବେ। ନମ୍ବର 3, ଏନ୍ସିଓର କଣ୍ଡକ୍ଟ ଅଫ୍ ଗ୍ରେଡ୍ ୱାଇଜ୍ ଆଣ୍ଡ ଡେ ୱାଇଜ୍ ଆକ୍ଟିଭିଟି ଆଜ୍ ପର୍ ଦ ସିଡ୍ୟୁଲ୍। ସିଡ୍ୟୁଲ୍ ଅନୁଯାୟୀ ଗ୍ରେଡ୍ ୱାଇଜ୍ ଏବଂ ଡେ ୱାଇଜ୍ କଣ୍ଡକ୍ଟ ହୋଇଥିବାର ସୁନିଶ୍ଚିତ କରିବେ। ନମ୍ବର 4, ଚେକ୍ ଆଣ୍ଡ ଅପଲୋଡ଼ ଫଟୋଜ୍ ଭିଡ଼ିଓଜ୍ ଆଣ୍ଡ ରିପୋର୍ଟ ଅନ୍ ଟାଇମ୍। ଆବଶ୍ୟକ ଫଟୋ ଭିଡ଼ିଓ ଏବଂ ରିପୋର୍ଟ ଅପଲୋଡ଼ ହୋଇଥିବାର ଚେକ୍ କରିବେ। ନମ୍ବର 5, ଇନଭାଇଟେସନ୍ ଅଫ୍ ପ୍ୟାରେଣ୍ଟସ୍ ଫର୍ ଚିଲଡ୍ରେନ୍ ଷ୍ଟଡିଂ ଇନ୍ ଗ୍ରେଡ୍ 1, ଗ୍ରେଡ୍ 2 ଆଣ୍ଡ ଗ୍ରେଡ୍ 3। ଗ୍ରେଡ୍ 1, ଗ୍ରେଡ୍ 2 ଏବଂ ଗ୍ରେଡ୍ 3ରେ ପଢ଼ୁଥିବା ପିଲାଙ୍କର ପ୍ୟାରେଣ୍ଟସ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରିତ କରିବାର ଦାୟିତ୍ୱ ସମ୍ପୃକ୍ତ ସ୍କୁଲର ହେଡମାଷ୍ଟରଙ୍କର। ରୋଲ୍ସ ଅଫ୍ ଦ ସିଆର୍ସିସି ଇନ୍ ନିପୁଣ ସପ୍ତାହ। ନିପୁଣ ସପ୍ତାହରେ ସିଆର୍ସିସିଙ୍କର ଦାୟିତ୍ୱ। ଏନ୍ସିଓର କଣ୍ଡକ୍ଟ ଅଫ୍ ଆକ୍ଟିଭିଟିଜ୍ ଇନ୍ ଅଲ୍ ସ୍କୁଲ ଅଣ୍ଡର ଦ କ୍ଲଷ୍ଟର ଆଜ୍ ପର୍ ଦ ସିଡ୍ୟୁଲ୍। କ୍ଲଷ୍ଟର ଅନ୍ତର୍ଭୁକ୍ତ ସମସ୍ତ ସ୍କୁଲରେ ସିଡ୍ୟୁଲ୍ ଅନୁଯାୟୀ ଆକ୍ଟିଭିଟିଜ୍ ହେଉଥିବାର ସୁନିଶ୍ଚିତ ସିଆର୍ସିସି କରାଇବେ। ନମ୍ବର 2, ଭିଜିଟ୍ ସ୍କୁଲ ଆଣ୍ଡ ପ୍ରୋଭାଇଡ୍ ସାଇଟ୍ ସପୋର୍ଟ ଟୁ ଟିଚର। ସିଆର୍ସିସି ସ୍କୁଲକୁ ଭିଜିଟ୍ କରି ସମ୍ପୃକ୍ତ ଟିଚରଙ୍କୁ ସପୋର୍ଟ ପ୍ରଦାନ କରିବେ। ନମ୍ବର 3, ମନିଟର ଦ ଡେ ୱାଇଜ୍ ଆକ୍ଟିଭିଟିଜ୍। ଡେ ୱାଇଜ୍ ଆକ୍ଟିଭିଟିରେ ମନିଟରିଂ କରିବା ସିଆର୍ସିସିଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ। ନମ୍ବର 5, ଏନ୍ସିଓର TLM ଆର୍ ଡିଷ୍ଟ୍ରିବ୍ୟୁଟେଡ୍ ଆଣ୍ଡ ଆଭେଲେବୁଲ୍ ଆଟ୍ ସ୍କୁଲ। ସ୍କୁଲମାନଙ୍କରେ TLM ଡିଷ୍ଟ୍ରିବ୍ୟୁଟ୍ କରିବା ସହିତ ତାହା ସ୍କୁଲରେ ଆଭେଲେବୁଲ୍ ଥିବାର ସୁନିଶ୍ଚିତ କରିବେ ସିଆର୍ସିସି। କଲେକ୍ଟ ରିପୋର୍ଟ ହାଇ ରେଜୁଲେସନ୍ ଫଟୋ ଆଣ୍ଡ ଭିଡ଼ିଓ ଫର୍ ସ୍କୁଲ ଆଣ୍ଡ ସେଣ୍ଡ ଟୁ BO। ସ୍କୁଲମାନଙ୍କରେ ଫଟୋ ଭିଡ଼ିଓ ଏବଂ ରିପୋର୍ଟ କଲେକ୍ସନ କରି BOଙ୍କୁ ପଠାଇବା ଦାୟିତ୍ୱ ସିଆର୍ସିସିଙ୍କର। ରୋଲ୍ ଅଫ୍ BO, ଇସ୍ୟୁ ନେସେସରୀ ଇନଷ୍ଟ୍ରକ୍ସନ୍ ଟୁ ସ୍କୁଲ ଫର୍ ସେଲିବ୍ରେସନ୍ ଅଫ୍ ନିପୁଣ ସପ୍ତାହ ଆଜ୍ ପର୍ ଦ ସିଡ୍ୟୁଲ୍। ନିପୁଣ ସପ୍ତାହ ସିଡ୍ୟୁଲ୍ ଅନୁଯାୟୀ ପାଳନ ପାଇଁ ସ୍କୁଲମାନଙ୍କୁ ଇନଷ୍ଟ୍ରକ୍ସନ୍ ଦେବେ। ସୁପରଭାଇଜ୍ ନିପୁଣ ସପ୍ତାହ ଆକ୍ରସ୍ ଦି ବ୍ଲକ। ବ୍ଲକ ମଧ୍ୟରେ ଥିବା ସ୍କୁଲମାନଙ୍କୁ ନିପୁଣ ସପ୍ତାହ ପାଳନ ସମ୍ବନ୍ଧରେ ସୁପରଭାଇଜ୍ କରିବା ଦାୟିତ୍ୱ ସମ୍ପୃକ୍ତ ବ୍ଲକ ଏଜୁକେସନ୍ ଅଫିସରଙ୍କର। ଏନ୍ସିଓର ସିଆର୍ସିସି ଆର୍ ଭିଜିଟିଂ ସ୍କୁଲ୍ସ ଆଣ୍ଡ ସପୋର୍ଟିଂ ଟିଚର୍ସ। ସିଆର୍ସିସି ମାନେ ସ୍କୁଲ ଭିଜିଟ୍ କରି ସମ୍ପୃକ୍ତ ଟିଚରଙ୍କୁ ସପୋର୍ଟ କରୁଛନ୍ତି ବୋଲି BO ସୁନିଶ୍ଚିତ କରିବେ। ନମ୍ବର 4, ଆଇଡେଣ୍ଟିଫାଏ ବେଷ୍ଟ ପ୍ରାକ୍ଟିସେସ୍ ଫ୍ରମ୍ ସ୍କୁଲ ଆଣ୍ଡ ସେୟାର ଇଟ୍ ଟୁ ଦ ଡିଷ୍ଟ୍ରିକ୍ଟ। ନିପୁଣ ସପ୍ତାହ ପାଳନରେ ଯେଉଁ ସ୍କୁଲ ବ୍ଲକ ମଧ୍ୟରେ ସର୍ବୋତ୍ତମ ହେବ ତାକୁ ଡିଷ୍ଟ୍ରିକ୍ଟ ଲେବୁଲକୁ ସେୟାର କରିବା ଦାୟିତ୍ୱ BOଙ୍କର। ନମ୍ବର 5, ସେୟାର ବ୍ଲକ ଲେବୁଲ ରିପୋର୍ଟ ୱିଥ୍ DO। BO ମାନେ ବ୍ଲକ ଲେବୁଲ ରିପୋର୍ଟ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସକୁ ସେୟାର କରିବେ। ନମ୍ବର 6, ଟେକ୍ କରେକ୍ଟିଭ୍ ଷ୍ଟେପ୍ସ ହ୍ୱେର୍ ଏଭର୍ ଇସ୍ୟୁଜ୍ ଆର୍ ଅବଜର୍ଭଡ୍। ଯଦି କିଛି ଇସ୍ୟୁ ଆରାଇଜ୍ କଲା ତେବେ BO ମହାଶୟ ତାର ଉଚିତ ପଦକ୍ଷେପ ନେଇ ସମାଧାନ କରିବେ। ରୋଲ୍ସ ଅଫ୍ DO ଆଣ୍ଡ ADO। ନମ୍ବର 1, ଇମ୍ପ୍ଲିମେଣ୍ଟେସନ୍ ଅଫ୍ ନିପୁଣ ସପ୍ତାହ ଇନ୍ ଦ ଡିଷ୍ଟ୍ରିକ୍ଟ। ଡିଷ୍ଟ୍ରିକ୍ଟରେ ନିପୁଣ ସପ୍ତାହ ଇମ୍ପ୍ଲିମେଣ୍ଟ କରାଇବେ। ଇସ୍ୟୁ ଇନଷ୍ଟ୍ରକ୍ସନ୍ ଆଣ୍ଡ ରିଭ୍ୟୁ ପ୍ରୋଗ୍ରେସ୍ ୱିଥ୍ BOs ଆଣ୍ଡ ସିଆର୍ସିସି। BO ଏବଂ ସିଆର୍ସିସି ମାନଙ୍କର ରିଭ୍ୟୁ କରିବେ। ନମ୍ବର 3, ପର୍ସନାଲି ଭିଜିଟ୍ ସିଲେକ୍ଟେଡ୍ ସ୍କୁଲ ଫର୍ ମନିଟରିଂ। ମନିଟରିଂ ପାଇଁ DO କିମ୍ବା ADO ବ୍ୟକ୍ତିଗତ ଭାବେ ଭିଜିଟ୍ କରିବେ। ନମ୍ବର 4, କମ୍ପ୍ଲାଇ ଦ ଡିଷ୍ଟ୍ରିକ୍ଟ ଲେବୁଲ ରିପୋର୍ଟ ଆଣ୍ଡ ସବମିଟ୍ ଟୁ ଦ ଷ୍ଟେଟ୍ ଅଫିସ୍ ଅନ୍ ଟାଇମ୍। ଡିଷ୍ଟ୍ରିକ୍ଟ ଲେବୁଲ ରିପୋର୍ଟକୁ କମ୍ପ୍ଲାଇ କରି ଷ୍ଟେଟ୍ ଲେବୁଲରେ ଦାଖଲ କରିବା ଦାୟିତ୍ୱ DO ମାନଙ୍କର। ନମ୍ବର 5, ଆଇଡେଣ୍ଟିଫାଏ ଆଣ୍ଡ ସେୟାର ବେଷ୍ଟ ପ୍ରାକ୍ଟିସେସ୍ ଫ୍ରମ୍ ସ୍କୁଲ ଇନ୍ ଦ ଡିଷ୍ଟ୍ରିକ୍ଟ। ଡିଷ୍ଟ୍ରିକ୍ଟ ମଧ୍ୟରେ ବେଷ୍ଟ ପ୍ରାକ୍ଟିସ୍ ହୋଇଥିବା ସ୍କୁଲକୁ ଚିହ୍ନଟ କରି ଷ୍ଟେଟ୍ ଲେବୁଲକୁ ଫରୱାର୍ଡ଼ କରାଇବା ଦାୟିତ୍ୱ ମଧ୍ୟ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସରଙ୍କର। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାର୍ଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।